ଆଜିର ପ୍ରସଙ୍ଗରେ ଶୁଣନ୍ତୁ ଜାତୀୟ ପକ୍ଷୀ ଦିବସରେ ଆମର ମାନବୀୟ କର୍ତ୍ତବ୍ୟ। ଆଲେଖ୍ୟ ଭାସ୍କର ରାଉତରାୟ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ପକ୍ଷୀମାନଙ୍କର ସୁରକ୍ଷା ଏବଂ ପରିବେଶ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଜାତୀୟ ପକ୍ଷୀ ଦିବସ ପାଳନ କରାଯାଉଛି। 2002 ଏଭିଆର ୱେଲଫେୟାର କୋଆଲିସନ ପକ୍ଷରୁ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ପକ୍ଷୀମାନଙ୍କର ସୌନ୍ଦର୍ଯ୍ୟ, ବିବିଧତା ଏବଂ ମହତ୍ତ୍ୱକୁ ଗୁରୁତ୍ୱ ପ୍ରଦାନ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଭାରତୀୟ ସାମାଜିକ ଜୀବନଯାତ୍ରାରେ ପକ୍ଷୀ ଏକ ଅମୂଲ୍ୟ ସମ୍ପଦ ଭାବେ ବିବେଚନା କରାଯାଏ। ପକ୍ଷୀଙ୍କ ସହିତ ମଣିଷର ଅତୁଟ ବନ୍ଧନ ଯୁଗେ ଯୁଗେ ରହିଆସିଛି। ଦିଗନ୍ତ ବିସ୍ତାରୀ ନୀଳ ଆକାଶରେ ଗମନ କରୁଥିବାରୁ ପକ୍ଷୀଙ୍କୁ ବିହଙ୍ଗ ମଧ୍ୟ କୁହାଯାଏ। ଗୋଧୂଳି ସମୟରେ ଆକାଶ ବକ୍ଷରେ ଏମାନଙ୍କର ଦଳବଦ୍ଧ ହୋଇ ଉଡ଼ିଯାଉଥିବାର ଦୃଶ୍ୟ ଦେଖିଲେ ମନରେ ଅଫୁରନ୍ତ ଆନନ୍ଦ ଭରିଯାଏ। ତାହା ସହିତ ଭାବାନ୍ତର ମଧ୍ୟ ସୃଷ୍ଟି ହୁଏ। ସତରେ କେତେ ମୁକ୍ତ ଓ ସ୍ୱଚ୍ଛନ୍ଦ ଏମାନେ। ପୁନଶ୍ଚ ଗଛଡାଳରେ ଏମାନଙ୍କର ବସା ବାନ୍ଧିବାର ଦୃଶ୍ୟ, କଳରବ, ଜଳାଶୟରେ ଜଳକ୍ରୀଡ଼ା କ୍ଷଣିକ ପାଇଁ ମଣିଷକୁ ଏକ ଭିନ୍ନ ଦୁନିଆକୁ ନେଇଯାଏ। ବିଶ୍ୱବିଜୟୀ ସମ୍ରାଟ ଆଲେକଜାଣ୍ଡରଙ୍କ ବନ୍ଦୀ ଓ ନିର୍ଜନ ଦ୍ୱୀପରେ ନିର୍ବାସନ ସମୟରେ ବିଳାପ ପକ୍ଷୀଙ୍କର ମୁକ୍ତ ଜୀବନ ସମ୍ପର୍କରେ ସୁନ୍ଦର ସୂଚନା ପ୍ରଦାନ କରିଥାଏ। ଥାନ୍ତା ଯଦି ମୋର ବିହଙ୍ଗ ପକ୍ଷ ଲଙ୍ଘି ଭୀଷଣ ଗିରି ସମୁଦ୍ର ବକ୍ଷ। ବାସ୍ତବରେ ପକ୍ଷୀମାନଙ୍କର ଉଡ଼ାଣ ସହ ସେମାନଙ୍କର ଜୀବନ ବଞ୍ଚିବାର ସଂଘର୍ଷ, ପରିସଂସ୍ଥାନ ସନ୍ଧାନର ଦୁର୍ବାର ଇଚ୍ଛା ସନ୍ନିହିତ ରହିଛି। ଭାରତୀୟ ଉପମହାଦେଶ ବିଭିନ୍ନ ପକ୍ଷୀମାନଙ୍କର ଏକ ସମୁନ୍ନତ ଭୂମି ଭାବେ ସମଗ୍ର ଜଗତରେ ସ୍ୱତନ୍ତ୍ର ପରିଚୟ ଲାଭ କରିଛି। ସମୁଦାୟ 13% ପକ୍ଷୀ ଭାରତ ଉପମହାଦେଶରେ ଦେଖିବାକୁ ମିଳନ୍ତି। ପ୍ରଜାତି ସଂଖ୍ୟା ଦୃଷ୍ଟିରୁ ଆମ ଦେଶରେ 1232 ପ୍ରଜାତିର ପକ୍ଷୀ ଦେଖାଯାଆନ୍ତି। ପ୍ରାକୃତିକ ପରିବେଶ ଭରା ଆମ ଅଞ୍ଚଳର ଆକର୍ଷଣରେ ଋତୁକାଳୀନ ପକ୍ଷୀ ଆମେ ଦେଖିବାକୁ ପାଇଥାଉ। ଏପରିକି ପ୍ରଚଣ୍ଡ ଶୀତଦାଉରୁ ରକ୍ଷା ପାଇବା ପାଇଁ ସୁଦୂର ଫ୍ରାନ୍ସ, ଲଣ୍ଡନ, ମଙ୍ଗୋଲିଆ, ଆଫ୍ରିକା, ସାଇବେରିଆ, ରୁଷ, କାଜାଖସ୍ତାନ ଆଦି ଦେଶରୁ ଲକ୍ଷ ଲକ୍ଷ ଯୋଜନ ସାମୁଦ୍ରିକ ପଥକୁ ଅତିକ୍ରମ କରି ପକ୍ଷୀମାନେ ଭାରତକୁ ଆସିଥାନ୍ତି। 229 ପ୍ରକାରର ବିଦେଶାଗତ ଆଗନ୍ତୁକ ପକ୍ଷୀ ଚିଲିକା, ଭିତରକନିକା ଆଦି ଆର୍ଦ୍ର ଭୂମିରେ ପାଦ ଥାପି ଆମ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବା ସହିତ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଓଡ଼ିଶାକୁ ଆସୁଥିବା ପକ୍ଷୀଙ୍କ ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଜଣାପଡ଼େ 2023 ମସିହାରେ 108 ପ୍ରଜାତିର 3,16,000 ପକ୍ଷୀ ଆସିଥିଲେ। ଏହାଦ୍ୱାରା ସେହିସବୁ ଅଞ୍ଚଳର ଆର୍ଥିକ ପ୍ରଗତି ବୃଦ୍ଧି ପାଇବା ସହ ଦେଶର ଅର୍ଥନୈତିକ ପରିସ୍ଥିତିକୁ ଏହା ଅଧିକ କ୍ରିୟାଶୀଳ ଓ ଗତିଶୀଳ କରିପାରିଛି। ଆସନ୍ତାକାଲିଠାରୁ ଓଡ଼ିଶାରେ ପକ୍ଷୀ ଗଣନା ଆରମ୍ଭ କରାଯିବ। ଚିଲିକା, ନଳବଣ, ମଙ୍ଗଳାଯୋଡ଼ି, ହୀରାକୁଦ ଏବଂ ନନ୍ଦନକାନନ ପରି ପ୍ରମୁଖ ସ୍ଥାନଗୁଡ଼ିକରେ ପକ୍ଷୀ ଗଣନା ପାଇଁ ପଦକ୍ଷେପ ନିଆଯାଇଛି। ଅପରପକ୍ଷରେ ଖାଦ୍ୟ ଦୃଷ୍ଟିରୁ ପକ୍ଷୀଙ୍କୁ ତୃଣଭୋଜୀ, ମାଂସାହାରୀ, ଉଭୟଭୋଜୀ ଏବଂ ମୃତଭୋଜୀ ଆଦି ଶ୍ରେଣୀରେ ବିଭକ୍ତ କରାଯାଇଥାଏ। ଆମ ଦେଶରେ ଜାତୀୟ ପକ୍ଷୀ ମୟୂର ଭଗବାନ ବିଷ୍ଣୁଙ୍କର ପ୍ରିୟ ହୋଇଥିବା ବେଳେ ଦେବତାଙ୍କର ସେନାପତି କାର୍ତ୍ତିକେୟଙ୍କର ବାହନ ଭାବରେ ତାହାର ରହିଛି ସ୍ୱତନ୍ତ୍ର ପରିଚୟ। ମା ଲକ୍ଷ୍ମୀଙ୍କର ବାହନ ଭାବରେ ପେଚା, ପକ୍ଷୀରାଜ ଗରୁଡ଼ ମଧ୍ୟ ଭଗବାନ ବିଷ୍ଣୁଙ୍କର ବାହନ ରୂପେ ପୁରାଣ ବର୍ଣ୍ଣିତ। ଆମ ଦେଶର ପ୍ରମୁଖ ପକ୍ଷୀଙ୍କ ମଧ୍ୟରେ ପରିବେଶ ମେହେନ୍ତର ରୂପେ ପରିଚିତ ଶାଗୁଣା। 80 ଦଶକ ପରଠାରୁ ଧୀରେ ଧୀରେ ଶାଗୁଣାର ବଂଶ ହ୍ରାସ ପାଇବାକୁ ଲାଗିଛି। ସେମାନେ ମୃତ ଜୀବଙ୍କୁ ଖାଇ ଆମ ପରିବେଶକୁ ସୁସ୍ଥ ରଖିଥାନ୍ତି। ସେହିପରି କୃଷକର ବନ୍ଧୁ ଘରଚଟିଆ, ବାଇଚଢ଼େଇଙ୍କ ବଂଶ ମଧ୍ୟ ବିଲୁପ୍ତର ଦ୍ୱାରଦେଶରେ ପହଞ୍ଚିଛି। ତେବେ ଜଳବାୟୁ ପରିବର୍ତ୍ତନ ପକ୍ଷୀଙ୍କ ଆଗମନକୁ ବ୍ୟାଘାତ ପହଞ୍ଚାଇଥିବା ବେଳେ ଅନ୍ୟ ଏକ ପରିସ୍ଥିତି ହେଉଛି ପକ୍ଷୀ ଶିକାର। ବିଦେଶାଗତ ପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରୀ ତଥା ବେସରକାରୀ ଏବଂ ସ୍ଥାନୀୟ ଜନସାଧାରଣ ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ପରିବେଶ ସୁରକ୍ଷା ଦିଗରେ ପକ୍ଷୀ ସଂସାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ। ପ୍ରକୃତି ତଥା ଜୀବଜଗତର ଏହି ଅମୂଲ୍ୟ ସମ୍ପଦକୁ ବଞ୍ଚାଇ ରଖିବା ଏବଂ ସେମାନଙ୍କର ବଂଶ ବିସ୍ତାର ଦିଗରେ ଆସନ୍ତୁ ମିଳିମିଶି କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହେବା।